ଜୟ ଜଗନ୍ନାଥ। ଆଜି ଆମେ ଶନିଦେବଙ୍କର ବକ୍ରି ଅବସ୍ଥା ଧନୁରାଶି ଉପରେ କେମିତି ପଡ଼ୁଛି ସେହି ବିଷୟରେ ଆଲୋଚନା କରିବା। 138 ଦିନର ଗୋଟେ ଲମ୍ବା ସମୟ, 4 ମାସ ଉପରେ, ଜୁଲାଇ 27ରୁ ଡିସେମ୍ବର 11 ଯାଏ। ତ ଯେତେବେଳେ ବକ୍ରି ଶନି ହୁଅନ୍ତି ଜୀବନରେ ବହୁତ କିଛି ପରିବର୍ତ୍ତନ ହୁଏ। ଆପଣ ଜାଣିଛନ୍ତି ଧନୁରାଶି ଯେତେବେଳେ ମୀନ ରାଶିରେ ଶନିଦେବ ଗୋଚର କରି ଆସିଲେ, 7.5 ଯେତେବେଳେ ମୀନ ରାଶିରେ ପଡ଼ିଲା ଆପଣମାନଙ୍କର, ସେବେଠୁ ଆପଣମାନଙ୍କର ମଧ୍ୟ 7.5 ନଥାଇ ମଧ୍ୟ ଆପଣମାନେ ଶନିଙ୍କ ଦ୍ୱାରା ପୀଡ଼ିତ ହୋଇଛନ୍ତି। ଆପଣମାନଙ୍କ ଜୀବନରେ ବହୁତ କିଛି କଷ୍ଟ, ବହୁତ କିଛି ଦୁଃଖ ଏବଂ ବହୁତ କିଛି ହରାଇଲା ଭଳି ଆସିଛି। କିଛି ମାତ୍ରାରେ ସମୟ ଆପଣଙ୍କ ପାଇଁ ଭଲ ଆସିଥିଲା, କିନ୍ତୁ ତାପରେ ପୁଣି ଖରାପ ହେଇଛି। କିନ୍ତୁ ଏ ଯେଉଁ ସମୟ କେମିତିକା, ଶନିଦେବଙ୍କର ବକ୍ରତାର ଫଳ ଆପଣଙ୍କୁ କେମିତିକା ପଡ଼ିବ, ଆମେ ଆଜି ସେଇ ବିଷୟରେ ଡିସ୍କସନ୍ କରିବା। ତ ପ୍ରଥମତଃ କଥା ହେଉଛି ଆପଣଙ୍କର ଧନୁରାଶିର ରାଶିସ୍ୱାମୀ ନିଜେ ବୃହସ୍ପତି, ଯିଏ ଆପଣଙ୍କର ଅଷ୍ଟମ ଭାବରେ ଏବେ ଅଛନ୍ତି ଏବଂ ଉଚ୍ଚ ଅବସ୍ଥାରେ ଉଚ୍ଚ ରାଶିରେ ବିରାଜମାନ ହୋଇକି ଅଛନ୍ତି। ତ ଏଇଟା ହେଉଛି ଗୋଟେ ବହୁତ ବଢ଼ିଆ ଜିନିଷଟା ଆପଣମାନଙ୍କ ପାଇଁ। ତ ଶନିଦେବଙ୍କର ବକ୍ରତାର ଫଳ, ତାଙ୍କ ଗୋଚରୀ କୁଣ୍ଡଳୀ ଦେଖିବା। ଆପଣମାନଙ୍କର ଗୋଚର କୁଣ୍ଡଳୀ, ଧନୁରାଶିର ଗୋଚର କୁଣ୍ଡଳୀ ଦେଖନ୍ତୁ। ଧନୁରାଶିର ଗୋଚର କୁଣ୍ଡଳୀ ହେଉଛି, ମୁଁ ଆପଣଙ୍କ ଆଗରେ ଉପସ୍ଥାପିତ କରୁଛି। ଆପଣ ନିଜେ ଦେଖି ମଧ୍ୟ ଜାଣିପାରୁଥିବେ, ଏଠି 9 ଲେଖାଯାଇଛି, ଅର୍ଥାତ୍ ଧନୁରାଶି, ଶନି ବକ୍ରି 138 ଦିନ ପାଇଁ। ଯେତେବେଳେ ଶନିଦେବ ଆପଣଙ୍କର ଚତୁର୍ଥ ଘରେ ବସିଛନ୍ତି, ସୁଖର ଘରେ ବସିଛନ୍ତି, ବହୁତ ଦିନ ହେଲା ଆପଣମାନଙ୍କର ଭିତରେ ବହୁତ କଷ୍ଟ ଅଛି। ନିଜର ଯଦି କୌଣସି ପ୍ରକାର ସୁଖ ବାଧାରେ ଗତି କରୁଛି, ତା'ର କାରଣ ମଧ୍ୟ ସୁଖର ଘରେ ଶନିଦେବ। ନିଶ୍ଚିତ ଭାବରେ ଶନିଦେବ ହେଉଛନ୍ତି ଜଣେ ପୀଡ଼ା ଗ୍ରହ। ଯେତେ ଉଚ୍ଚରେ ରହିଲେ ମଧ୍ୟ ଶନିଦେବ ଆପଣଙ୍କୁ ନିଶ୍ଚିତ ଭାବରେ କଷ୍ଟ ଦିଅନ୍ତି। ତ ଆପଣଙ୍କର ମାଆଙ୍କର ମଧ୍ୟ ସ୍ୱାସ୍ଥ୍ୟ କିଛି ଦିନ ହେଲେ ବି ଖରାପ ହେଇକି ଥିବ। ଧନୁରାଶିର ବ୍ୟକ୍ତି ବିଶେଷ ମାନେ ବହୁତ ଜ୍ଞାନୀ ଥାନ୍ତି ଏବଂ ତାଙ୍କ ମଧ୍ୟରେ ଗୋଟେ ବିଚାର ଯେଉଁ ଧାରାଟା ତାଙ୍କର ବହୁତ ଇମ୍ପୋର୍ଟାଣ୍ଟ, ଅର୍ଥାତ୍ ବହୁତ ଗୁରୁତ୍ୱପୂର୍ଣ୍ଣ ଭାବନାର ଅଧିକାରୀ ସେମାନେ ହେଇକିରି, ସେ ଯେଉଁ ଘଟଣାଟାକୁ, ଯେକୌଣସି ଘଟଣା ସେମାନେ ଯଦି ବିଚାର କରିବେ ତାକୁ କେମିତି ସାଫଲ୍ୟମଣ୍ଡିତ କରିବେ, ଧନୁରାଶିର ବ୍ୟକ୍ତି ଜାଣନ୍ତି। ତ ପ୍ରଥମତଃ ଆମେ ଦେଖିବା ଶନିଦେବ ଏଇଠି ବସିକି ଆପଣଙ୍କୁ ଯେତେବେଳେ ବକ୍ରି ହେଲେ କ'ଣ ହେଉଛନ୍ତି, ୟାଙ୍କର ଯେଉଁ ପୂର୍ବତମ ଘରର ଫଳ ଦେବେ, ଆଗର ମଧ୍ୟ ଫଳ ଦେବେ। ତ ପ୍ରଥମତଃ କଥା ଆପଣମାନେ ଦେଖିବେ, ଆପଣମାନଙ୍କର ଯେଉଁମାନଙ୍କର ଧନୁ ଲଗ୍ନ ମଧ୍ୟ ଅଛି, ଧନୁ ରାଶି ତ କଥା ମୁଁ କହୁଛି, ମାଆଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ଅଧିକ ଧ୍ୟାନ ଆସିବ। ଆପଣମାନଙ୍କର ମାଆଙ୍କର ମାନେ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଥାଏ, ମାଆଙ୍କର କେୟାର କରନ୍ତି ଆପଣ, କିନ୍ତୁ ଏ ସମୟରେ ଦେଖିବେ ମାଆଙ୍କ ପ୍ରତି ଅତ୍ୟଧିକ ଇମୋସନ୍ ଏବଂ ତାଙ୍କ ଘର ପାଇଁ, ନିଜ ଘର ଲୋକଙ୍କ ପାଇଁ ମଧ୍ୟ ଆପଣମାନଙ୍କ ଭିତରେ ଗୋଟେ ବଢ଼ିଆ ଇମୋସନ୍ ଆଉ ଘର ପାଇଁ କାମ କରିବାର ଯେଉଁ ଗୋଟେ ଇଚ୍ଛା ଶକ୍ତି ଆପଣମାନଙ୍କର ବଢ଼ିବ। ତତ୍ ସହିତ ନିଜର ସାନ ଭାଇ, ନିଜର ସାନ ଭଉଣୀ କିମ୍ବା ନିଜର ଯେଉଁମାନେ ଅଛନ୍ତି ନିଫ୍ୟୁ, ଅର୍ଥାତ୍ ଯେଉଁମାନେ କଜିନ୍ ବି କୁହନ୍ତି, ତାଙ୍କ ପାଇଁ ଆପଣମାନଙ୍କ ମନରେ ସହାନୁଭୂତି, ତାଙ୍କୁ କେମିତି ସାହାଯ୍ୟ କରିବେ, ତାଙ୍କର ଉନ୍ନତି ପଛରେ ଲାଗିବେ ଆପଣମାନେ। ତ ଏଇଟା ଗୋଟେ ପରିବାର ପ୍ରତି ସମର୍ପିତ ସମୟ ଆପଣମାନଙ୍କର। କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ ସମୟ ଅଛି, ଏହି ସମୟରେ ଆପଣଙ୍କର ଘର ତିଆରି କରିବାର ମଧ୍ୟ ସମୟ ଆସିବ। ଆପଣ ଯଦି ପଇସା ସଞ୍ଚୟ କରିପାରୁନଥିବେ, ଏବେ ପଇସା ସଞ୍ଚୟ କରିବାର ମାର୍ଗ ଆପଣଙ୍କୁ ଖୋଲିବ। କିନ୍ତୁ ଆପଣଙ୍କର ଯେଉଁ ଇନକମ୍ର ଘରଟା, ଯେଉଁଟା ଯେହେତୁ ଆମେ ଷଷ୍ଠ ଘରକୁ ଆମେ ଯଦି କହିବା ଇନକମ୍ର ଘର, ଶନିଦେବଙ୍କର ତୃତୀୟ ଦୃଷ୍ଟି, 1, 2, 3, ତ ତୃତୀୟ ଦୃଷ୍ଟିରେ ଯେହେତୁ ଏଇଠି ଆସୁଛି, ତ ଗୋଟେ ପ୍ରକାର ଏଇଠି କ'ଣ ହେଉଛି ନା, ଆପଣମାନଙ୍କର କର୍ମକ୍ଷେତ୍ରରେ ବାଧା ଉପୁଜିବାର ବହୁତ ସମ୍ଭାବନା ଅଛି। କର୍ମକ୍ଷେତ୍ରରେ ବାଧା, ଯେଉଁଠି ବି ଆପଣ କାମ କରୁଛନ୍ତି, ଦେଖନ୍ତୁ ଆପଣ ଯେଉଁଠି ବି କାମ କରୁଛନ୍ତି, ଏଇଟା ହେଉଛି ଆପଣଙ୍କର କର୍ମର ଘର। 1, 2, 3, 4, 5, 7 ସପ୍ତମ ଦୃଷ୍ଟି ବି ମଧ୍ୟ କର୍ମ ଘରକୁ ପଡ଼ୁଛି ଏବଂ ତୃତୀୟ ଦୃଷ୍ଟି ପଡ଼ୁଛି ବି ଡେଲି ୱାର୍କ। ତ ଏଇ ଦୁଇଟାର କନେକ୍ସନ୍ ରହୁଛି। ଆପଣ ଜାଣିପାରିଲେ, ଏଇଠୁ 1, 2, 3, ତ ଶନିଙ୍କର ଷଷ୍ଠ ଘରକୁ ଦଶମ ଘରକୁ କନେକ୍ସନ୍ ରହୁଛି। ତ ଏଥିରେ କ'ଣ ହେଉଛି ନା, ଯେହେତୁ ଷଷ୍ଠ ଘରକୁ ଏଠି ଦୃଷ୍ଟି ଯାଉଛି, କର୍ମକ୍ଷେତ୍ରରେ ନିଶ୍ଚିତ ଭାବରେ ଆପଣଙ୍କର ବାଧା ଆସିବ। ଆପଣମାନଙ୍କ ଉପରସ୍ଥ କର୍ମଚାରୀ ଆପଣମାନଙ୍କୁ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ଆପଣମାନଙ୍କର ଗୋଟେ ପ୍ରକାର ଶତ୍ରୁ ବଢ଼ିବ। ଆପଣମାନେ ଯଦି ଲୋନ୍ କରିଛନ୍ତି, ଏ ସମୟରେ ଲୋନ୍ଟା ଆକ୍ଚୁଆଲି ବଢ଼ିବାର ମଧ୍ୟ ଅଛି ଚାନ୍ସେସ୍। ଶନିଦେବ ଆକ୍ଚୁଆଲି ବକ୍ରତାର ଫଳ ହେଇକି ପଜିଟିଭ୍ ଯେତିକି ଦେଉଛନ୍ତି, ଖରାପ ବି ମଧ୍ୟ ସେତିକି ଦେଉଛନ୍ତି ଧନୁରାଶି ପାଇଁ, ଏଇଟା ମୁଁ କହୁଛି। ଦେନ୍ ତାପରେ ହେଉଛି ଶନିଦେବଙ୍କର ଆଉ ଗୋଟେ ଦୃଷ୍ଟି ଅଛି, ସପ୍ତମ ଦୃଷ୍ଟି।
ଏକ ଦୁଇ ତିନି ଚାରି ପାଞ୍ଚ ଛଅ ସାତ ଆଠ ନଅ ଦଶ, ହଁ ସପ୍ତମ ଦୃଷ୍ଟି ଆମେ ଦେଖିଲୁ ଦଶମ ଘରକୁ ପଡ଼ିଛି। ତ କର୍ମ ଏବଂ ଯେଉଁ ଚାକିରି କ୍ଷେତ୍ରରେ ବାଧା ଉପୁଜିବାର ସମୟ ଅଛି, କିନ୍ତୁ ଏଇଟା ଧୀରେ ଧୀରେ ଆପଣମାନଙ୍କର କର୍ମ ଉପରେ ଡିପେଣ୍ଡ କରୁଛି। ଯଦି ଆପଣ କର୍ମ କରିଥିବେ, ଆପଣଙ୍କର ଡେଡିକେସନ୍ ଥିବ ଆପଣଙ୍କର ନିଜର ଚାକିରି ପ୍ରତି, ତ ଏଇଠି କ'ଣ ହେଉଛି ନା ଶନିଦେବ ଏଇଠି ଟିକେ ପଜିଟିଭ୍, ଶନିଦେବ କର୍ମରେ ସର୍ବଦା ପଜିଟିଭ୍ ହେଇଯାଆନ୍ତି ନିଶ୍ଚିତ ଭାବରେ। ଯଦି ନହେଲେ ଯଦି ଆପଣ ଦେଖିବେ ଆପଣଙ୍କର କର୍ମରେ ବାଧା ବି ନ ଉପୁଜିଛି, ଆପଣମାନଙ୍କ ଶତ୍ରୁ ବଢ଼ିବ ସେଇ କର୍ମକ୍ଷେତ୍ରରେ। ଷଷ୍ଠ ଘରେ ଯେହେତୁ ଦୃଷ୍ଟି ଅଛି, ଶତ୍ରୁ ବଢ଼ିବ। ଆପଣମାନଙ୍କର ଟିକେ ସ୍ୱାସ୍ଥ୍ୟ ମାଆଙ୍କର ଯେମିତି ମୁଁ କହିଲି କେୟାର ନିହାତି ତ ନେଉଛନ୍ତି ଏବଂ ନେବେ ମଧ୍ୟ, କିନ୍ତୁ ଆପଣମାନଙ୍କର ମଧ୍ୟ ନିଶ୍ଚିତ ଭାବରେ ହେଲ୍ଥ ରେଗୁଲାର ଚେକଅପ୍ କରିବା ଦରକାର। କାହିଁ କହିଲେ ଏଇଠି ଷଷ୍ଠ ଘରକୁ ଦୃଷ୍ଟି ଶନିଦେବଙ୍କର ଏବଂ ଶୁକ୍ର ଏଇଠି ବସିଛନ୍ତି। ଆପଣମାନଙ୍କର ଏଠି ଯାହା ଦେଖୁଛି ୟୁରିନ୍ ଇନଫେକ୍ସନ୍, ଦାନ୍ତଜନିତ ପ୍ରୋବ୍ଲେମ୍, ଏସିଡ଼ିଟି ଏବଂ ବେସିକାଲି ଆପଣ ଦେଖିବେ ହାଡ଼ ଅର୍ଥୋପେଡ଼ିକ୍ ପ୍ରୋବ୍ଲେମ୍ ମଧ୍ୟ ଆପଣମାନଙ୍କର ଟିକେ ଦେଖୁଛି, ଯେଉଁଟା ଏଇ ବକ୍ରତାର 138 ଦିନ ଭିତରେ ଆପଣମାନଙ୍କର ଆସିବେ। ବଟ୍ ଗୋଟେ କଥା, ଦଶମ ଦୃଷ୍ଟିଟା ଡାଇରେକ୍ଟ ଲଗ୍ନ ଭାବକୁ ଯାଉଛି। ଦେଖନ୍ତୁ 1 2 3 4 5 6 7 8 9 10, ତ ଲଗ୍ନ ଭାବକୁ ଡାଇରେକ୍ଟ ଦଶମ ଦୃଷ୍ଟି ଯାଉଛି, ବହୁତ ଇମ୍ପୋର୍ଟାଣ୍ଟ ଦୃଷ୍ଟି। ଏବଂ ଦେଖନ୍ତୁ ଏଇ ଯେଉଁ ଦୃଷ୍ଟିଟାକୁ ମାନେ ଏତେ ଗୁରୁତ୍ୱପୂର୍ଣ୍ଣ, ଆପଣ ନିଜକୁ ସଜାଡ଼ିବାର ସମୟ। ଆପଣ କେତେ ଭୁଲ କରିଛନ୍ତି, ଆପଣ କାହାକୁ କେତେ ପଇସା ଦେଇଛନ୍ତି, କାହାକୁ ବହୁତ ହେଲ୍ପ କରିଛନ୍ତି, ସିଏ ଆପଣଙ୍କୁ କିନ୍ତୁ କିଛି ଲାଭ କରିନାହିଁ। କାହାକୁ ଆପଣମାନେ ସର୍ବସ୍ୱ ଦେଇଛନ୍ତି, କିନ୍ତୁ ସିଏ ଆପଣଙ୍କୁ ଗୋଟେ ପରସେଣ୍ଟେଜରେ ଆପଣଙ୍କୁ ପଚାରି ନାହିଁ। ଏଇସବୁ ଜିନିଷର ହିସାବ ହେବାର ମଧ୍ୟ ସମୟ। ଆପଣ ନିଜେ କ'ଣ ଭୁଲ କରୁଛନ୍ତି, ସେଇ ଭୁଲଟାକୁ ଏଠି ଶନିଦେବଙ୍କର ଯେଉଁ ଦୃଷ୍ଟି, ଦଶମ ଦୃଷ୍ଟିଟା ଆପଣମାନଙ୍କୁ ନିଶ୍ଚିତ ଭାବରେ ସିଏ ଗୋଟେ ପ୍ରକାର ଇଙ୍ଗିତ କରିବେ ଯେ କ'ଣ ଭୁଲ କରିଛ, ତାକୁ ଆପଣ ଠିକ୍ କରନ୍ତୁ। ଯଦି ସେଇ ଠିକ୍ଟାକୁ ଯଦି ଆପଣମାନେ ଏବେ ନ କରିବେ, ଆପଣମାନେ ଫସିଯିବେ ନିଶ୍ଚିତ ଭାବରେ। ଏବଂ ଏଠି ଦେଖନ୍ତୁ ଗୁରୁଙ୍କର ଦୃଷ୍ଟି 1 2 3 4 5 6 7 8 9, 1 2 3 4 5 6 7 8 9, ଏଠି ଡାଇରେକ୍ଟଲି ଗୁରୁଙ୍କର ଦୃଷ୍ଟି ସହିତ ବୃହସ୍ପତିଙ୍କ ଦୃଷ୍ଟି ଶନିଦେବଙ୍କ ଉପରକୁ ଯେହେତୁ ଯାଉଛି, ଏଇଠି ଗୋଟେ ପଜିଟିଭ୍ ଇଫେକ୍ଟଟା ରହୁଛି। କିନ୍ତୁ ଏଇ ପଜିଟିଭ୍ ଇଫେକ୍ଟଟା ତା ଉପରେ ରହିବ। ଦେଖନ୍ତୁ ଯାହାଙ୍କ ଜାତକରେ ଆକ୍ଚୁଆଲି ଶନିଦେବଙ୍କୁ ବହୁତ ବଢ଼ିଆ ପୋଜିସନ୍ରେ ବସିଛନ୍ତି, ଶନିଦେବ 10 ଘରେ ବସିଛନ୍ତି, 11 ଘରେ ବସିଛନ୍ତି, କିମ୍ବା 7 ଘରେ ବସିଛନ୍ତି, 6 ଘରେ ବସିଛନ୍ତି, କିମ୍ବା ବୃହସ୍ପତିଙ୍କର ସମ୍ପୂର୍ଣ୍ଣ ଦୃଷ୍ଟି ଅଛି, ଯାହାଙ୍କ ଜାତକରେ ଏଇସବୁ ଜିନିଷ ଥିବ, ତା ପାଇଁ ଏଇ ଯେଉଁ ଦୃଷ୍ଟିଟାର ପଜିଟିଭନେସ୍ଟା ତା ପାଇଁ ଅଧିକ ବଢ଼ିଯିବ। ଆଉ ଗୋଟେ କଥା ଶୁଣନ୍ତୁ, ଆପଣଙ୍କ ନିଜର ଜାତକ ନିଶ୍ଚିତ ଭାବରେ ଦେଖିବା ଆବଶ୍ୟକ। ଯଦି ଆପଣଙ୍କ ଜାତକରେ ଏଇ ଷଷ୍ଠ ଘରେ, ଅଷ୍ଟମ ଘରେ, 12ତମ ଘରେ ଶନିଦେବ ବସିଛନ୍ତି, ତ ଆପଣମାନଙ୍କ ପାଇଁ ଏ ବକ୍ରତାର ଫଳ ଅତ୍ୟଧିକ ଖରାପ ଆସିବ। କିମ୍ବା 1 ଯେଉଁଠି ଲେଖାଯାଇଛି, 1 ଲେଖାଯାଇଥିବା ଜାଗାରେ ଶନି ବସିଥିବେ, ଦେଖନ୍ତୁ ଏଇଠି ମୋର 1 ଲେଖାଯାଇଛି, ମାନେ ୟା ନୁହଁ ଯେ ଆପଣମାନଙ୍କର ମଧ୍ୟ ଏଇଠି 1 ଲେଖାଯାଇଥିବ। ଏଇଟା ମୁଁ ଯେଉଁ ଧନୁ ଲଗ୍ନର କାଳପୁରୁଷ କୁଣ୍ଡଳୀ କଲି, ଆପଣମାନଙ୍କର ଜନ୍ମଜାତକରେ 1 ଏଠି ଥାଇପାରେ, ଏଠି ଥାଇପାରେ, ଏଠି ଥାଇପାରେ, ଏଠି ଥାଇପାରେ, ଯେଉଁଠି ବି ଥାଇପାରେ। ଏଇଟା ହେଉଛି ମଙ୍ଗଳଙ୍କ ରାଶି। ତ ସେଇଟା ଆପଣମାନେ ଦେଖିବେ, ଆପଣଙ୍କ ନିଜର ଜାତକ ଖୋଲିବେ, ଦେଖିବେ କେଉଁ ଘରେ 1 ଲେଖାଯାଇଛି। ଯଦି ସେଇ 1 ଘରେ ଶନି ଅଛନ୍ତି, ତ ନିଶ୍ଚିତ ଭାବରେ ସାବଧାନ ହେଇଯାଆନ୍ତୁ। କିମ୍ବା ଏଇଟା କିନ୍ତୁ ସମସ୍ତଙ୍କ ପାଇଁ, ଲଗ୍ନଠୁ 6 ଗଣିବେ, 1 2 3 4 5 6, ଏଇଟା 6, ଏଇଟା 7 8 9 10 11 12, ବୁଝିଲେ। ତ ଗୋଟେ କଥା ହେଉଛି 6 ଘର କିମ୍ବା ଆପଣଙ୍କର ଦେଖିବେ 8 ଘର କିମ୍ବା 12 ଘର କିମ୍ବା 1 ରାଶିରେ, ଆପଣ ବୁଝିପାରିଲେ ତ, ଯେଉଁଠି 1 ଲେଖାଯାଇଥିବ କିମ୍ବା 6 ଲଗ୍ନଠୁ ଗଣିବେ 6 ଅଷ୍ଟମ 12, ଏଇସବୁ ଘରେ ଯେମିତି ଶନି ନଥାନ୍ତୁ। ଏସବୁ ଘରେ ଶନି ଥିଲେ ଆପଣମାନଙ୍କର ବକ୍ରତାର ଫଳ ଅତ୍ୟନ୍ତ ନକାରାତ୍ମକ ଆସିବ। ତା ପାଇଁ ଆପଣ ପ୍ରତିକାର କରିପାରିବେ। ଯଦି ବି ଆପଣଙ୍କର ଅଛି, ପ୍ରତିକାର କରିବେ, ବହୁତ ବଢ଼ିଆ ପ୍ରତିକାର କରିକି ଶନିଦେବଙ୍କୁ ଠିକ୍ କରିବେ। ନହେଲେ ଜୀବନ ସାରା ପାଇଁ ପ୍ରୋବ୍ଲେମ୍ ଅଛି। ଆମକୁ ଯଦି କନସଲଟେସନ୍ କରିବାକୁ ଚାହୁଁଛନ୍ତି, ଆଗରୁ କଲ୍ କରନ୍ତୁ ଏବଂ ବୁକ୍ କରନ୍ତୁ, ଅନଲାଇନ୍ ସ୍ଲଟ୍ ବୁକ୍ କରିଦିଅନ୍ତୁ। ତ ଗୋଟେ କଥା ହେଉଛି, ଆମକୁ କିନ୍ତୁ କରିବା ଆଗରୁ ଗୋଟେ କଥା ମନରେ ଧ୍ୟାନ ରଖିଥାନ୍ତୁ, ନିଜର ଜନ୍ମ ତାରିଖ ଏବଂ ଜନ୍ମ ଠିକଣା ଠିକ୍ ବିଲକୁଲ ଠିକ୍ ଥିବା ଦରକାର। ନହେଲେ ଆମେ କନସଲଟେସନ୍ କିମ୍ବା ଆନାଲାଇଜ୍ କରୁନା। ତ ଆଉ ଗୋଟେ କଥା, ମୁଁ ଗୋଟେ ରିମେଡ଼ି କଥା ଆପଣଙ୍କୁ କହୁଛି ଏଇଠି। ଏଇଟା ହେଉଛି ଧନୁରାଶିର ବ୍ୟକ୍ତିବିଶେଷଙ୍କ ପାଇଁ। ଓଂ ଗ୍ରାଂ ଗ୍ରିଂ ଗ୍ରୌଂ ଶଃ ଗୁରବେ ନମଃ, ବୃହସ୍ପତିଙ୍କର ବୀଜ ମନ୍ତ୍ର ଆପଣ ନିଶ୍ଚିତ ଭାବରେ ପାଠ କରନ୍ତୁ। ତତ୍ସହିତ ଆପଣମାନଙ୍କୁ ଶନିଦେବଙ୍କର ବୀଜ ମନ୍ତ୍ର ନିଶ୍ଚିତ ଭାବରେ, ଯେହେତୁ ଶନିଦେବଙ୍କର ବକ୍ରତାର ଫଳ ଆପଣଙ୍କୁ ବର୍ତ୍ତମାନ ମିଳିବ, ତ ଓଂ ପ୍ରାଂ ପ୍ରିଂ ପ୍ରୌଂ ଶଃ ଶନିଶ୍ଚରାୟ ନମଃ ନିଶ୍ଚିତ ଭାବରେ ଏ ମନ୍ତ୍ର ଜପ କରନ୍ତୁ। ହନୁମାନଙ୍କ ହନୁମାନ ଚାଳିଶା ନିତ୍ୟ ପଢ଼ନ୍ତୁ। ତତ୍ସହିତ ମହାଦେବ ଏବଂ ମାତା ଯୋଗମାୟା ପାର୍ବତୀଙ୍କର ନିଶ୍ଚିତ ଭାବେ ଆରାଧନା କରନ୍ତୁ। ନିଶ୍ଚିତ ଭାବରେ ଆପଣଙ୍କ ସମୟ ଅତ୍ୟନ୍ତ ଭଲ ଯିବ। ଜୟ ଜଗନ୍ନାଥ।